ନମସ୍କାର, ଶୁଭ ସକାଳ। ଆଜି ହେଉଛି ଏପ୍ରିଲ ମାସ 23 ତାରିଖ ଗୁରୁବାର। ଆପଣଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସମସ୍ତ ଖବର ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ରଖନ୍ତୁ, ଯାହାଦ୍ୱାରା ପ୍ରତିଦିନର ଏପରି ନ୍ୟୁଜ୍ ଅପଡ଼େଟ୍ ଗୁଡ଼ିକ ସର୍ବପ୍ରଥମେ ଆପଣ ହିଁ ପାଇପାରିବେ। ତେବେ ଚାଲନ୍ତୁ ନଜର ପକାଇ ନେବା ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଗୁଡ଼ିକ ଉପରେ। ଆଜିର ପ୍ରଥମ ଖବର, ଉପକୂଳ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଭୀଷଣ ଗୁଳୁଗୁଳି, 25 ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା। ତେବେ ବୁଧବାର ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ଭୀଷଣ ଗୁଳୁଗୁଳି ହେବ। ଆର୍ଦ୍ରତା ଅଧିକ ଯୋଗୁଁ ଗରମ ଏବଂ ଗୁଳୁଗୁଳି ନାକେଦମ କରିବ। ସେପଟେ 25 ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ମଙ୍ଗଳବାର 15 ସହରରେ ତାପମାତ୍ରା 40 ଡିଗ୍ରୀ ଟପିଛି। ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ 43.6 ଡିଗ୍ରୀ ରହିଥିଲା। ସମ୍ବଲପୁର ଏବଂ ଟିଟିଲାଗଡ଼ରେ 42.5, ହୀରାକୁଦରେ 42.4 ଏବଂ ବଲାଙ୍ଗୀରରେ 42.2 ଏବଂ ଅନୁଗୁଳରେ 42.1 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପ୍ରଚଣ୍ଡ ତାତି ପାଇଁ ବଲାଙ୍ଗୀର ଜିଲ୍ଲାର ସବୁ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନରେ ଛୁଟି 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପରବର୍ତ୍ତୀ ଖବର, ଖୁବ୍ ଶୀଘ୍ର ଲାଗୁ ହୋଇପାରେ ଗାଡ଼ି ପୃଥକୀକରଣ ନିୟମ। ଓଡ଼ିଶାରୁ ହଟିବ 8 ଲକ୍ଷ ଗାଡ଼ି। ଗାଡ଼ି ପୃଥକୀକରଣ ବା ଭେହିକିଲ୍ କ୍ଲାସିଫିକେସନ୍ ନିୟମ ଆଣିଛନ୍ତି କେନ୍ଦ୍ର ସରକାର। ଏହି ନିୟମ ଅନୁସାରେ ଗାଡ଼ିଗୁଡ଼ିକର ସ୍ଥିତି ଅନୁସାରେ 4 ଭାଗରେ ବିଭକ୍ତ କରାଯିବ। ଯଦି ଏହି ପୃଥକୀକରଣ ନିୟମ ଓଡ଼ିଶାରେ ଲାଗୁ କରାଯାଏ ତେବେ ରାସ୍ତାରୁ 8 ଲକ୍ଷ ଗାଡ଼ି ହଟିଯିବ। କେନ୍ଦ୍ର ସରକାରଙ୍କର ଏଭଳି ନୀତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବା PUCCର କଷ୍ଟ ସାଧାରଣ ଲୋକଙ୍କୁ ଭୁଲି ନଥିବା ବେଳେ ଏହି ନିୟମ ଯଦି ଲାଗୁ ହୁଏ ତେବେ ସେମାନଙ୍କର ପୁଣି ଯନ୍ତ୍ରଣା ଭିତରକୁ ଠେଲି ହୋଇଯିବେ। ବିଭିନ୍ନ କାଗଜପତ୍ର ପାଇଁ ସେମାନେ ପୁଣି RTO ଅଫିସ୍ ଆଗରେ ଧାଡ଼ି ଲଗାଇବେ। ଯାହାର ଗାଡ଼ି ରାସ୍ତାରେ ଚାଲିବା ପାଇଁ ଅଯୋଗ୍ୟ ଘୋଷିତ ହେବ ତାକୁ ପୁଣି ଏକ ନୂଆ ଗାଡ଼ି କିଣିବା ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ପରବର୍ତ୍ତୀ ଖବର, ଖରା ଛୁଟିରେ ଘରେ ପଢ଼ିବେ ଛାତ୍ରଛାତ୍ରୀ, ହ୍ୱାଟ୍ସଆପ୍ ଜରିଆରେ ମିଳିବ ପାଠ୍ୟ ବିଷୟବସ୍ତୁ। ତେବେ ସ୍କୁଲ ପଢ଼ୁଆ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ନିମନ୍ତେ ଏକ ବଡ଼ ଖବର। ଏଥରକ ଖରା ଛୁଟିରେ ପିଲାମାନେ ଘରେ ବସି ହ୍ୱାଟ୍ସଆପ୍ ଯୋଗେ ପାଠ ପଢ଼ିବେ। ଛୁଟି ସମୟରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ସହିତ ଯୋଡ଼ି ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷ ସମର ଲର୍ଣ୍ଣିଂ ପ୍ରୋଗ୍ରାମ 2026 ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ବାଟିକାଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମନୋରଞ୍ଜନ ଭିତ୍ତିକ ଶିକ୍ଷାଦାନ କରାଯିବ। ପରବର୍ତ୍ତୀ ଖବର, ରାଜ୍ୟରେ ଅସହ୍ୟ ହେଲାଣି ତାତି। ଦିନ 2:30 ସୁଦ୍ଧା ଝାରସୁଗୁଡ଼ାର ସବୁଠାରୁ ଉତ୍ତପ୍ତ ସହର। ସାରା ରାଜ୍ୟରେ ତାତିର ଦାଉ ବଢ଼ିବାରେ ଲାଗିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳିତ ହେଉଛନ୍ତି ସାଧାରଣ ଲୋକେ। ତେବେ ଦିନ 2:30 ଝାରସୁଗୁଡ଼ାରେ ପାରଦ 44 ଡିଗ୍ରୀ ଅତିକ୍ରମ କରିଛି। ଝାରସୁଗୁଡ଼ାରେ 44.4 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସମ୍ବଲପୁର ଏବଂ ହୀରାକୁଦରେ ତାପମାତ୍ରା 43 ଡିଗ୍ରୀ ଉପରେ ରହିଛି। ସମ୍ବଲପୁରରେ 43.2 ଡିଗ୍ରୀ ଏବଂ ହୀରାକୁଦରେ 43 ଡିଗ୍ରୀ ରେକର୍ଡ କରାଯାଇଛି। ରାଉରକେଲା ଏବଂ ଭୁବନେଶ୍ୱରରେ 41 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପରବର୍ତ୍ତୀ ଖବର, ରାଜ୍ୟରେ ଅସହ୍ୟ ହେଲାଣି ତାତି। ମନ୍ତ୍ରୀ କହିଲେ ଆଗକୁ ବଢ଼ିପାରେ ସ୍କୁଲ ଏବଂ କଲେଜ ଛୁଟି। ତେବେ ମୁଣ୍ଡଫଟା ଖରା, ଭୂଇଁ ତତଲା ଏବଂ ଆକାଶରୁ ସତେ ଯେମିତି ଅଗ୍ନି ବର୍ଷା ହେଉଛି। ତାତି ବଢ଼ିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ରାଜ୍ୟର 20ରୁ ଅଧିକ ଜିଲ୍ଲାରେ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରେ 5 ଦିନ ଅର୍ଥାତ୍ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ସେହିଭଳି କୋରାପୁଟ, କେନ୍ଦ୍ରାପଡ଼ା ଜିଲ୍ଲାରେ 3 ଦିନିଆ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବର୍ତ୍ତମାନ ପାଇଁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ସେପଟେ ସମ୍ବଲପୁରରେ ଛୁଟି ଅବଧିକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ 23 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା। ଏବେ 27 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି ଏବଂ ତାତି ବଢ଼ିଲେ ଆଗକୁ ସ୍କୁଲ ଛୁଟି ବଢ଼ିବ ବୋଲି କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ପରବର୍ତ୍ତୀ ଖବର, ଖରାକୁ ନେଇ ରାଜସ୍ୱ ବିଭାଗର ନିଷ୍ପତ୍ତି। ପୂର୍ବାହ୍ନ 11ଟାରୁ 3ଟା ଜନଗଣନା କରିବେନି ଅଧିକାରୀ। ତେବେ ଜନଗଣନାକାରୀଙ୍କ ପାଇଁ ବଡ଼ ଖବର। ଜନଗଣନା ବେଳେ ଅଧିକାରୀଙ୍କ ସମସ୍ୟାକୁ ନେଇ ରାଜସ୍ୱ ସଚିବ ଏବଂ ଜନଗଣନା ଅଧିକାରୀଙ୍କର ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବୈଠକ କରିଥିଲେ। ଗ୍ରୀଷ୍ମ ପ୍ରବାହକୁ ନଜର ରଖି ପୂର୍ବାହ୍ନ 11ଟାରୁ 3ଟା ଜନଗଣନା କରିବେନି ଅଧିକାରୀ। 11ଟାରୁ 3ଟା ଜନଗଣନା ସ୍ଥଗିତ ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି କାମରେ ନିୟୋଜିତ ହୋଇଛନ୍ତି ସେମାନଙ୍କର ପ୍ରାଥମିକ ଆବଶ୍ୟକତା ମନିଟରିଂ କରିବେ ଜିଲ୍ଲାପାଳ।
ଜନଗଣନା ଅଧିକାରୀଙ୍କର ସୁରକ୍ଷା ପାଇଁ ଗୃହ ବିଭାଗ ସହିତ ଆଲୋଚନା ହୋଇଛି। ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ପରବର୍ତ୍ତୀ ଖବର, ଜନଗଣନା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ରାଜସ୍ୱ ମନ୍ତ୍ରୀଙ୍କର ଚରମ ବାଣୀ, ଦୋଷୀଙ୍କ ଉପରେ ହେବ କଠୋର ଆକ୍ସନ। ତେବେ ଅପରାଧୀଙ୍କର ସ୍ଥାନ ନାହିଁ। ଜନଗଣନାରେ ନିୟୋଜିତ ଥିବା ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦୋଷୀଙ୍କ ଉପରେ ହେବ କଠୋର ଆକ୍ସନ। ପାତାଳରେ ଥିଲେ ମଧ୍ୟ ଦୋଷୀକୁ ଖୋଜି ବାହାର କରାଯିବ। ଜନଗଣନା କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନେଇ ଏଭଳି ବାଣୀ ଶୁଣାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଜନଗଣନାରେ ନିୟୋଜିତ ଥିବା ସରକାରୀ କର୍ମଚାରୀଙ୍କର ସୁରକ୍ଷା ପାଇଁ ପଦକ୍ଷେପ ସହିତ ଏସ୍ଓପି ଆସିବ। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। 27 ଜିଲ୍ଲାରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରାୟ 1000 ଦମ୍ପତି। ତେବେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ମଙ୍ଗଳବାର ଓଡ଼ିଶାରେ 27ଟି ଜିଲ୍ଲାର ସାମୂହିକ ବିବାହ ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗୋଟିଏ ଦିନରେ ପ୍ରାୟ 1000 ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏଥିସହିତ ମହିଳା ଏବଂ ଶିଶୁ ବିକାଶ ବିଭାଗ ସମଗ୍ର ରାଜ୍ୟରେ ଏକ ଐତିହାସିକ ସଫଳତା ହାସଲ କରିଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥାର ମିଳିତ ଆନୁକୂଲ୍ୟରେ ପଦ୍ମାବତୀ ଆମ୍ୟୁଜମେଣ୍ଟ ୱାଟର ପାର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସାମୂହିକ ବିବାହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ତ ଦର୍ଶକ ବନ୍ଧୁ, ଏହା ଥିଲା ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆମର ଭିଡ଼ିଓ ଆପଣଙ୍କୁ ଭଲ ଲାଗିଛି ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।